ଯେ ଆମ ସାରା ଓଡ଼ିଶାର ଏସସି ମେଟ୍ରନ୍ ମହିଳା ମହାସଂଘର ଆଜି 7ମ ଅଧିବେଶନ ଥିଲା ଏବଂ ତାଙ୍କର ଯୋଉ ଦାବି ଗୁଡ଼ିକ ସେଥିରେ ବିଶେଷ ଭାବରେ ତାଙ୍କର ଦରମା ବୃଦ୍ଧି କରିବା ଏବଂ ଯୋଉଭଳି ଭାବରେ ଏସସି ହଷ୍ଟେଲରେ ସେମାନେ 24 ଘଣ୍ଟା ଡ୍ୟୁଟି କଲା ପରେ ମାତ୍ର 15,000 ଟଙ୍କା ଦରମା ପାଉଛନ୍ତି। ତାଙ୍କର ଦରମା କିଭଳି ବୃଦ୍ଧି କରାଯାଇ ପାରିବ ଏବଂ ତାଙ୍କର ପିଏଫ କେମିତି ସେମାନେ ସୁବିଧା ପାଇବେ, ଇଏସ୍ଆଇ ର ସୁବିଧା ପାଇବେ ଏବଂ ତାଙ୍କର ଯୋଉ 24 ଘଣ୍ଟା ଡ୍ୟୁଟି ଅଛି ସେ ଡ୍ୟୁଟି ହିସାବରେ ସେମାନଙ୍କର ଦରମାରେ ଯୋଉ ବୃଦ୍ଧି ହେବାର ଆବଶ୍ୟକତା ଅଛି ଇଏ ତାଙ୍କର ମୁଖ୍ୟ ଦାବି ଅଛି। ଅପରପକ୍ଷରେ ସେମାନେ ଆଜି ସମଗ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସେମାନେ ଆଜି ଏକାଠି ହେଇଛନ୍ତି। ତାଙ୍କ ଭିତରେ କିଭଳି ପରସ୍ପର ସମନ୍ୱୟ ରଖିବେ ଏବଂ ପରସ୍ପର ଏକାଠି ହେଇକିରି ସେମାନେ ସରକାରଙ୍କ ପାଖରେ ଦାବିକି ଉପସ୍ଥାପିତ କରିବେ। ବିଭିନ୍ନ ସାଂସଦ ବିଭିନ୍ନ ବିଧାୟକ ମାନଙ୍କୁ ଭେଟିକିରି ସେମାନଙ୍କର ଦାବି ସମ୍ପର୍କରେ ଅବଗତ କରାଇବେ। ସେଇଥିପାଇଁ ସେମାନେ ଆଜି ଏକାଠି ହେଇଥିଲେ। ତେଣୁ ତାଙ୍କର 7ମ ବାର୍ଷିକ ଯୋଉ ଉତ୍ସବ ଥିଲା ସେଥିରେ ମତେ ନିମନ୍ତ୍ରଣ କରିଥିଲେ, ସେଥିପାଇଁ ମୁଁ ତାଙ୍କୁ ସାଧୁବାଦ ଧନ୍ୟବାଦ ଜଣାଉଛି। ମୋ ନାଁ ଦିଗମ୍ବର ଜେନା। ଆମର ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ହଷ୍ଟେଲ ଗୁଡ଼ିକରେ ପରିଚାଳିତ ମେଟ୍ରନ୍ ମାନଙ୍କର ମୁଁ ରାଜ୍ୟ ଆବାହକ ଅଛି। ଆମର ଏଇଟା 7ମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ। ଆମେ ପ୍ରତିବର୍ଷ ଏଇ ଜୟଦେବ ଭବନରେ କରୁଛୁ। 7 ବର୍ଷ ଏ ବର୍ଷ ଚାଲିଲା। ଏଠି ଏମାନଙ୍କର ଅନେକ ସମସ୍ୟା ରହିଛି। 24 ଘଣ୍ଟା ଏମାନଙ୍କର ଡ୍ୟୁଟି ଏବଂ ଆକୁ ସରକାର ପ୍ରଥମେ ନିଯୁକ୍ତି 2015 ମସିହାରେ ଦେଇଥିଲେ ଏବଂ 7,500 ଟଙ୍କାରେ ନିଯୁକ୍ତି ଦେଇଥିଲେ। କିନ୍ତୁ ଯାହା ହଉ ସଂଘର ଦାୟିତ୍ୱ ମୁଁ 2020 ମସିହାରେ ଏମାନଙ୍କର ନେଲା ପରେ ଏ ଭୂମି ମାନଙ୍କୁ ନେଇ ସରକାରଙ୍କ ପାଖେ ଆପତ୍ତି କରି ତାଙ୍କର କିଛିଟା ଦାବି ଆମେ ହାସଲ କରିଛୁ ଏବଂ ପରବର୍ତ୍ତୀ ସମୟରେ ତାଙ୍କର 10,000 ହେଲା। ତାପରେ 50% ହିସାବରେ ପୂର୍ବ ସରକାରରେ 15,000 ଟଙ୍କା ହେଇଥିଲା। ଏବେ ସରକାରରେ ମଧ୍ୟ ଏ ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ଦେଇକି ଫାଇଲ କରିକି ପଠେଇଛନ୍ତି 22,000 ଟଙ୍କା ପାଇଁ, ଏପର୍ଯ୍ୟନ୍ତ ମିଳୁନାହିଁ ଏବଂ ଆଙ୍କର ମୁଖ୍ୟ ହେଲା ରେଗୁଲାଇଜ। ସରକାରଙ୍କର ନିୟମ ଅଛି 6 ବର୍ଷରୁ ଅଧିକ ହେଲେ ରେଗୁଲାଇଜ କରାଯିବ। ଏମାନଙ୍କର ଚାକିରି 11 ବର୍ଷ 12 ବର୍ଷ ହେଲାଣି, ହୁଏତ 15 ମସିହାରୁ କରୁଛନ୍ତି, କିନ୍ତୁ ତାଙ୍କୁ ରେଗୁଲାଇଜ କରାଯାଉ ତା ପାଇଁ ମଧ୍ୟ ଚିଠି ଗୋଟେ କରିଛନ୍ତି। ଟି ପରମେଶ୍ୱର ଆମର ଯିଏ ଅଛନ୍ତି କମିଶନର 24/7 ଗୋଟେ ଚିଠି କରିଥିଲେ, ତା କାର୍ଯ୍ୟକାରୀ ହୋଇପାରି ନଥିବାରୁ ଆମେ 9/12 ଏଇ ଜୟଦେବ ଭବନ ପାଖରେ ଗୋଟେ ଆଲୋଚନା ଚକ୍ର କରିଥିଲୁ। ସେଥିରେ ବି ଆପଣ ମିଡିଆ ଭାଇ ମାନେ ବି ଆସିଥିଲେ ଏବଂ ସେଠି ମଧ୍ୟ ପ୍ରତିଶ୍ରୁତି ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲୁ। ସେଠି ତାଙ୍କ ସ୍ପେଶାଲ ସେକ୍ରେଟାରୀ ଗୋଟେ ଚିଠି ଲେଖିଲେ ସେଇ କମିଶନର ପାଖକୁ ଯେ ଆଙ୍କୁ କାହିଁକି ରେଗୁଲାର କରାଯାଉନି। କମିଶନର ସାଙ୍ଗେ ସାଙ୍ଗେ 30ଟା ଜିଲ୍ଲା କଲେକ୍ଟରଙ୍କୁ ଗୋଟେ ଚିଠି କଲେ ଯେ 24/7 ଲେଟର ଅନୁସାରେ ଲେଟର ନମ୍ବର ଏତେ ତାଙ୍କୁ ରେଗୁଲାଇଜ କରାଯାଉ। ସେ ଚିଠି ମଧ୍ୟ ଆମ ପାଖରେ ଅଛି। ତାପରେ ଇଏ କିଛି ଦିନ ଗଲା ପରେ ପୁଣି ବିଗତ ମାର୍ଚ୍ଚରେ ଯୋଉ ବିଧାନସଭା ଚାଲିଥିଲା ଆମେ ଶାନ୍ତିପୂର୍ଣ୍ଣ ଭାବରେ କମିଶନଙ୍କ ବାବଦରେ ଗୋଟେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲୁ 26/3ରେ। ସେଠି ମଧ୍ୟ ଆମେ ଆମର ମୁଖ୍ୟମନ୍ତ୍ରୀଙ୍କ ଅଫିସକି ଯାଇଥିଲୁ, ସମସ୍ତେ ଦାବିପତ୍ର ସେଠି ଦେଲୁ। ସେ ମଧ୍ୟ ଗୋଟେ ଚିଠି କରିବେ ବୋଲି ପ୍ରତିଶ୍ରୁତି ଦେଲେ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମହୋଦୟ ସେ ମଧ୍ୟ କହିଲେ 7 ଦିନ ଭିତରେ ଡାକି ମୁଁ ଆର ବ୍ୟବସ୍ଥା କରିବି। କିନ୍ତୁ କାର୍ଯ୍ୟବଶତଃ ତାଙ୍କର ନିର୍ବାଚନ ଥିଲା, ବିଭିନ୍ନ କାର୍ଯ୍ୟକ୍ରମ ଥିଲା, ସେ ସମୟ ଦେଇପାରିନଥିଲେ ଏବଂ ଏପର୍ଯ୍ୟନ୍ତ ସଠିକ ଆଲୋଚନା ତାଙ୍କ ପାଖେ ହେଇପାରିନି। ଆଉ ଏବେ ବି ଆମେ ଆଶା ରଖିଛୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ମହୋଦୟଙ୍କୁ ଆଜି ମୁଖ୍ୟ ଅତିଥି କରିଥିଲୁ। ସେ ମଧ୍ୟ ଆଜି ବହୁତ ଦିଗ୍ଦର୍ଶନ ଦେଇକି ଯାଇଛନ୍ତି ମେଟ୍ରନ୍ ମାନଙ୍କ ସମସ୍ୟା ଏବଂ ଅନୁସୂଚିତ ଜାତି ଜନଜାତିର ଯୋଉ ଅବସ୍ଥା ବର୍ତ୍ତମାନ ହଷ୍ଟେଲର ତାଙ୍କ ବାବଦରେ ଆମେ ଅବଗତ କରାଇଛୁ। ସେ ମଧ୍ୟ ଜବାବ ଦେଇଛନ୍ତି। ଆମେ ସବୁ ଏମଏଲଏଙ୍କୁ ଭେଟିବୁ, 70 ଜଣ ଯୋଉ SC/ST ଏମଏଲଏ MP ଅଛନ୍ତି ତାଙ୍କୁ ଭେଟିବୁ, ଆମେ ଦାବି ପତ୍ର ଦେବୁ। ଖୁବ ଶୀଘ୍ର 7 ଦିନ ଭିତରେ ଏକଥା କରିବୁ ଏବଂ ସେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଜି ପ୍ରତିଶ୍ରୁତି। ଆମର ନିଷ୍ପତ୍ତି ହେଲା ଯେ ଆମର ଦାବି ସବୁ ପୂରଣ କରିବା ପାଇଁ ଆମେ ଆମ ରାଜ୍ୟରେ ଯେତିକି ଅଛନ୍ତି ବିଧାୟକ ସାଂସଦ ଆମେ ସମସ୍ତଙ୍କୁ ଆମର ଦାୟିତ୍ୱ ଦେବୁ। ଆମେ ସମସ୍ତଙ୍କ ଥରେ ଆମ ବିଷୟରେ ଆମ ଅଧିକାର ବିଷୟରେ ଆମ ଦାବି ବିଷୟରେ ଉପସ୍ଥାପନ କରିବୁ।